ହ୍ୟାଲୋ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ଆଜି ପୁଣି ଆଉ ଗୋଟିଏ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ମାର୍ଚ୍ଚ ମାସର ଅଦ୍ୱିକା ବୈଠକର ପ୍ରଥମ ସପ୍ତାହର ରେଜୁଲେସନଟିକୁ। ତାହେଲେ ଆସନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଅଦ୍ୟତା 7/3/26 ତାରିଖ ଦିବା 1 ଘଟିକା ସମୟରେ ଆମ ଡ୍ୟାସ୍ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଏଠାରେ ଆପଣମାନେ ନିଜ ଅଙ୍ଗନବାଡ଼ି କେନ୍ଦ୍ରର ନାମଟିକୁ ଲେଖିଦେବେ। ସାପ୍ତାହିକ ଅଦ୍ୱିକା ବୈଠକର ଆୟୋଜନ କରାଗଲା। ଏହି ବୈଠକରେ ଗ୍ରାମର ସମସ୍ତ କିଶୋର କିଶୋରୀ, ଆଶା ଦିଦି, ଜିକେଏସ୍ ମେମ୍ବର, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଇତ୍ୟାଦି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଝରଣା ସାହୁ ସଖୀ ଏବଂ ଜ୍ୟୋତିଲକ୍ଷ୍ମୀ ସାହୁ ସହେଲି ଭାବରେ ବୈଠକ ପରିଚାଳନାରେ କର୍ମୀଙ୍କୁ ସହଯୋଗ କରିଥିଲେ। ପ୍ରଥମେ ଆପଣମାନେ ଏଠାରେ ନିଜ କେନ୍ଦ୍ରର ସଖୀ ଏବଂ ସହେଲିର ନାମଟିକୁ ଲେଖିଦେବେ। ପ୍ରଥମେ କର୍ମୀ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଆଜିର ବୈଠକର କାର୍ଯ୍ୟକୁ ଆରମ୍ଭ କରିଥିଲେ। ମାର୍ଚ୍ଚ ମାସର ପ୍ରଥମ ସପ୍ତାହର ଆଲୋଚ୍ୟ ବିଷୟ ଦକ୍ଷତାମୂଳକ ଶିକ୍ଷା ଓ ବ୍ୟକ୍ତିତ୍ୱର ବିକାଶ। 1ରେ ଶିକ୍ଷା କେବଳ ଜ୍ଞାନ ହାସଲ କରିବାର ବିଷୟ ନୁହେଁ, ଏହା ସମସ୍ୟା ସମାଧାନ, ଆଲୋଚନାମୂଳକ ଚିନ୍ତାଧାରା ଏବଂ ନିଜକୁ ଆହ୍ୱାନ କରିବା ଶିଖିବା ଉପରେ ମଧ୍ୟ ଆଲୋକପାତ କରେ। ଶିକ୍ଷାଗତ ଏବଂ ଦକ୍ଷତା ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ସମ୍ପାଦନ କରିବା ଦ୍ୱାରା ଆତ୍ମବିଶ୍ୱାସ ଏବଂ ସଫଳତାର ଭାବନା ବୃଦ୍ଧି ପାଏ, ଯାହା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ପାଇଁ ଅଧିକ ସଶକ୍ତ କରାଏ। 2ରେ ନୂତନ ବିଷୟ ଏବଂ ଦକ୍ଷତା ଶିଖିବା କିଶୋରମାନଙ୍କୁ ସେମାନଙ୍କର ଆଗ୍ରହକୁ ଆବିଷ୍କାର କରିବାରେ ସାହାଯ୍ୟ କରେ। ଏହା ସେମାନଙ୍କୁ ପୂର୍ବରୁ ବିଚାର କରିନଥିବା ବୃତ୍ତି ପେସାଗୁଡ଼ିକୁ ଅନୁସନ୍ଧାନ କରିବାକୁ ମାର୍ଗଦର୍ଶନ ଦିଏ। ଏହି ବ୍ୟକ୍ତିଗତ ଅଭିବୃଦ୍ଧି ଜୀବନର ପରିପୂର୍ଣ୍ଣତା ଏବଂ ଜୀବନର ଉଦ୍ଦେଶ୍ୟ ଶିଖିବାର ପ୍ରମୁଖ କାରଣ ହୋଇଥାଏ। ଆଲୋଚନା ଶେଷରେ ଧନ୍ୟବାଦ ଜଣାଇ ସଭା ସାଂ କରାଗଲା। ଭଉଣୀମାନେ, ଆଶା କରୁଛି ଆଜିର ରେଜୁଲେସନଟି ନିଶ୍ଚିତ ଆପଣମାନଙ୍କର ପସନ୍ଦ ହେବ। ତାହେଲେ ପ୍ଲିଜ୍ ଯଦି ମୋ ଚ୍ୟାନେଲରେ ନୂଆ, ସବସ୍କ୍ରାଇବ୍ ନିଶ୍ଚିତ କରିବେ ଏବଂ ମୋ ରେଜୁଲେସନଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଭୁଲିବେ ନାହିଁ। ରହିଲି।